କୌଣସି ବ୍ୟକ୍ତି ଯେତେ ସଫା ସୁତୁରା ବସ୍ତ୍ର ପରିଧାନ କରିଥାଉ ନା କାହିଁକି, ଯଦି ତାଙ୍କ ମନରେ ଶାନ୍ତି ନଥାଏ ତାହେଲେ ତାଙ୍କ ମୁଖରୁ ଏହା ବାରି ହୋଇଯାଏ। ସେହିପରି ଜଣେ ବ୍ୟକ୍ତି ଯେତେ ବି ବଡ଼ ପୂଜା ସଂକୀର୍ତ୍ତନର ଆୟୋଜନ କରିଥାଉ ନା କାହିଁକି, ଯଦି ମନରେ ପବିତ୍ରତା ଭାବ ନଥାଏ ତାହେଲେ ତାଙ୍କର ହାବଭାବରୁ ତାହା ଜଣାପଡ଼ିଯାଇଥାଏ। ପ୍ରକୃତ ଧାର୍ମିକ ହେବା କେବଳ ଲୋକ ଦେଖାଣିଆ। ତେଣୁକରି ତ କୁହାଯାଏ ଯେ ସର୍ବଦା ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବ ଏବଂ ପର ଉପକାର କରିବା ହିଁ ହେଉଛି ପ୍ରକୃତ ଈଶ୍ୱରଙ୍କ ସେବା। ପ୍ରତିକୂଳ ପରିବେଶ ଓ ଖାଲି ପକେଟ୍ ଯେଉଁ ଶିକ୍ଷା ଦେଇଥାଏ, ଆଉ କେଉଁ ବିଶ୍ୱବିଦ୍ୟାଳୟରେ ବି ଏମିତି ଶିକ୍ଷା ଦେଇପାରିବନି। ଦୁନିଆରେ ସେହି ବ୍ୟକ୍ତି ହିଁ ସଫଳ ହୋଇପାରିଛି ଯିଏ ଲାଜ ଓ ଭୟ ତ୍ୟାଗ କରି କଠିନ ପରିଶ୍ରମ କରିଛି। ତେଣୁକରି ଆପଣ ସଦାସର୍ବଦା ନିଜ ଉପରେ ଭରସା, ସମୟକୁ ଅପେକ୍ଷା ଏବଂ ପରିଶ୍ରମ କରି ଚାଲନ୍ତୁ। ଦେଖିବେ ସଫଳତା ପାଇବାରେ କେହି ବି ଆପଣଙ୍କୁ ଅଟକାଇ ପାରିବେ ନାହିଁ।